ଟିକେ ସମୟ ବାହାର କରନ୍ତୁ, ଚାଲନ୍ତୁ ନିଜ ପାଇଁ କିଛି ସମୟ ଦେବା, ନିଜକୁ ଟିକେ ପ୍ରଶଂସା କରିବା, ନିଜର ତାରିଫ କରିବା, ନିଜକୁ ଧନ୍ୟବାଦ କହିବା। ନିଜ ପାଖରେ କେତେ ଟ୍ୟାଲେଣ୍ଟ ଅଛି ଥରେ ପରଖି ନେବା। ଅନ୍ୟକୁ ଆମେ ବହୁତ ଥର ଦେଖିଛେ, ନୋଟିସ୍ କରିଛେ, ତାଙ୍କୁ ସମାଲୋଚନା କରିଛେ, ତାଙ୍କ ଭୁଲକୁ ଆମେ ବହୁତ ଥର ବାଛିଛେ। କେବେ ଅନ୍ୟକୁ ଦେଖିଲା ବେଳେ ନିଜକୁ କେବେ ଦେଖିବା ପାଇଁ ସମୟ ମିଳେନି, ଚିନ୍ତା କରିନେ ନିଜର ଭୁଲ, ନିଜର ସାମର୍ଥ୍ୟ, ନିଜର ଅଭିଜ୍ଞତା, ନିଜର ଜ୍ଞାନ, ନିଜର ପ୍ରତିଭା କ'ଣ ଅଛି କ'ଣ ନାହିଁ ସେ ବିଷୟକୁ ଆମେ କେବେ ନଜର ପକାଇନେ। ଚାଲନ୍ତୁ ଆଜି ନଜର ପକାଇବା ନିଜ ଆଡ଼କୁ, ଆମ ଭିତରେ ଥିବା ଅଜ୍ଞାନକୁ, ଆମ ଭିତରେ ଥିବା ଅଜ୍ଞାନତାକୁ, ଆମ ଭିତରେ ଥିବା ସେଇ ପ୍ରତିଭା ଯେଉଁଟା ଆମ ଭିତରେ ଲୁଚି ଯାଇଛି। ଅଛି ଆଜ୍ଞା, ଆପଣଙ୍କ ଭିତରେ ବି ଅଛି ବହୁତ କିଛି ଯେଉଁଟାକି ଆପଣ ନିଜେ କେବେ ଦେଖିବାକୁ ଚେଷ୍ଟା କରିନାହାନ୍ତି। ଏମିତି ହୁଏ ଆମେ ଅନ୍ୟକୁ ନଜର ପକାଇ, ଅନ୍ୟକୁ ଦୃଷ୍ଟି ତାଙ୍କର ସମାଲୋଚନା କରି, ତାଙ୍କର ପ୍ରତିଭାକୁ ଖୋଜି ନିଜ ଭିତରେ ଅନେକ କିଛି ନଜରଅନ୍ଦାଜ କରିଦେଉଛେ। ଆଜି ସେଇଦିନ ଯେଉଁଦିନ ଆମେ ନିଜକୁ ତର୍ଜମା କରିବା, ନିଜ ଭିତରେ ଥିବା ସେଇ ଲୁକାୟିତ ପ୍ରତିଭାକୁ ବାହାର କରିବା, ନିଜ ଭିତରେ ଥିବା ବହୁତ କିଛି ଯେଉଁଟାକି ଆମେ ଭିତରେ ମାରି ଦେଇଛେ। ହୁଏତ ପରିସ୍ଥିତି, ହୁଏତ ସମୟ, ବହୁତ କିଛି ଚାପ ଯୋଗୁଁ ଲୁଚି ଯାଇଥାଏ। ଭଗବାନଙ୍କ ସୃଷ୍ଟି ଏତେ ବି ଖରାପ ନୁହେଁ, ଏତେ ନୁହେଁ, ଜମା ବି ଖରାପ ନୁହେଁ। କାହିଁକିନା ସେ ତାଙ୍କ ସୃଷ୍ଟିରେ କେହି ବେକାର ନୁହନ୍ତି, କେହି ଅଯୋଗ୍ୟ ନୁହନ୍ତି, କେହି ଅସାମର୍ଥ ନୁହନ୍ତି, କେହି ଅପଦାର୍ଥ ନୁହନ୍ତି। ସମସ୍ତଙ୍କ ଭିତରେ କିଛି ତ ଅଛି, ସବୁ କିଛି ନଥିଲେ, ସବୁ କିଛି ତ ସମସ୍ତଙ୍କୁ ଭଗବାନ ଦେବେନି। ଯଦି ଦେଲେ ସେ ଯୋଗ ଜନ୍ମ। ସମସ୍ତଙ୍କ ପାଖରେ କିଛି ତ ପ୍ରତିଭା ଥାଏ, ସେଇ ପ୍ରତିଭାକୁ ଆଜି ଆମେ ବାହାର କରିବା। ଦେଖିବେ, ଆପଣ କୁହନ୍ତୁ ଏଥର ଆପଣଙ୍କୁ କ'ଣ ଭଲ ଆସେ, କ'ଣ ଆପଣ କରିପାରିବେ? ଭଲ ରୋଷେଇ, ଭଲ ଗୀତ, ଭଲ ଗାଇବା, ଭଲ କହିବା, ଭଲ ଦିଶିବା, ଘର ସଜାଡ଼ିବା, କିଛି ତ ଅଛି ଆପଣଙ୍କ ଭିତରେ। ଯଦି ଯେଉଁମାନେ ଏଇଟା ନଜରଅନ୍ଦାଜ କରିଛନ୍ତି, ଦେଖିନାହାନ୍ତି, କିନ୍ତୁ ମୁଁ ସିଓର ଆପଣଙ୍କ ଭିତରେ ଏମିତି କିଛି ଅଛି ଯେଉଁଟା ଆଉ କାହା ପାଖରେ ନଥିବ। ସେ ଜିନିଷଟା ଆପଣ ନିଜେ ଆଜି ମନେ ପକାଇବେ। ଯଦି ମୁଁ ସମ୍ପୂର୍ଣ୍ଣ ଦେଖିଥିବେ ମୋର ଏଇ ଭିଡ଼ିଓଟା, ତେବେ ପ୍ଲିଜ୍ ଆପଣଙ୍କ ଭିତରେ ଥିବା ଟ୍ୟାଲେଣ୍ଟକୁ ମେନସନ୍ କରିବେ। ମୁଁ ଜାଣିବାକୁ ଚାହେଁ ମୋ ବନ୍ଧୁମାନଙ୍କ ଭିତରେ କେଉଁ ଟ୍ୟାଲେଣ୍ଟ ଅଛି। ତ ମୋ ପାଖରେ କେଉଁ ଟ୍ୟାଲେଣ୍ଟ ଅଛି ଆପଣ କୁହନ୍ତୁ। କିଛି ଅନୁଭବ କରୁଥିବେ ଯଦି, ତ ନିଶ୍ଚିତ ଅଛି। ଭଗବାନଙ୍କ ସୃଷ୍ଟିରେ ସମସ୍ତଙ୍କୁ କିଛି ନା କିଛି ଦେଇକି ଭଗବାନ ଦେଇଛନ୍ତି, ଯେଉଁଟାକୁ ଆମେ ସମୟ ଅନୁସାରେ ବାହାରି କରିପାରିନେ, ସୁଯୋଗ ମିଳିନି। ହୁଏତ ବେଳେବେଳେ ସୁଯୋଗ ବି ହାତ ଛଡ଼ା, ଆମେ ସୁଯୋଗ ମିଳିନଥାଏ। ସେମିତିଆ ପରିବେଶରେ ଆମେ ବଢ଼ିଥାଉ, ଆମ ଭିତର ଟ୍ୟାଲେଣ୍ଟ ଆମ ବାପା ମା ମାନେ ବି ଜାଣିପାରିନଥାନ୍ତି। ହୁଏତ ସେ ପରିସ୍ଥିତି ଅଲଗା ଥିଲା। ଆଜି ଆପଣ ମନେ ପକାନ୍ତୁ ଆପଣଙ୍କ ଭିତରେ କ'ଣ ଟ୍ୟାଲେଣ୍ଟ ଅଛି। ଯାହା ଅଛି ତାକୁ ଆପଣ ଅସ୍ତ୍ର କରନ୍ତୁ, ବାସ୍। ପ୍ଲିଜ୍ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ, ଯଦି ଆପଣ ଭଲ ଲାଗିଥାଏ ସେୟାର କରିଦେବେ, ଗୋଟେ ଲାଇକ୍, ସୁନ୍ଦର ଲାଇକ୍ ଦେବେ। ଆପଣଙ୍କ ଭିତରେ କ'ଣ ଟ୍ୟାଲେଣ୍ଟ ଅଛି ସେଇଟା ହିଁ ମୋର ଜାଣିବା ଦରକାର। ତ ଲେଖିବେ, ମୁଁ ଜାଣିଥାନ୍ତି ମୋ ଫ୍ରେଣ୍ଡମାନଙ୍କ ଭିତରେ କ'ଣ ସବୁ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।